ଆମ ପାଖରେ ପହଞ୍ଚିଲା ପରେ ଯେତେବେଳେ ଆମେ ଡିସ୍କସନ୍ କରିଛୁ ଆମେ ଜାଣିବାକୁ ପାଇଲୁ ଯେ ଗତ ମେ ମାସରେ 11 ଜଣଙ୍କୁ ଟ୍ରାନ୍ସଫର କରାଯାଇଥିଲା ସିଏଚ୍ ଯେଉଁମାନେ ନର୍ସିଂ ଅଫିସର ସିଏଚ୍ ହିସାବରେ ଏବଂ ଏବେ ମଧ୍ୟ 18 ଜଣଙ୍କୁ ଟ୍ରାନ୍ସଫର କରାଯାଇଛି। ତା ବାଦ ମଧ୍ୟ ଆଉ ଗୋଟେ ଛୋଟ ଅର୍ଡର ବାହାରିଛି ଯେଉଁଥିରେ 2 ଜଣଙ୍କୁ ଟ୍ରାନ୍ସଫର ସମୁଦାୟ 31 ଜଣଙ୍କୁ ଆମେ ତାପରେ ଯେତେବେଳେ ଖୋଲତାଡ଼ କଲୁ ପଲିଟିକାଲ ଲିଡର୍ସ ସିଡିଏମ୍ କେବେ ଦେଖା କରୁ ସିଡିଏମ୍ କହିଲେ ଯେ ପଲିଟିକାଲ ପ୍ରେସର ମଧ୍ୟ ପଡ଼ିଛି। ଆମେ ସିଡିଏମ୍ ସାର୍ଙ୍କୁ ଗୋଟିଏ କ୍ୱେଶ୍ଚିନ୍ କଲୁ ଯେ ଆପଣଙ୍କର ଅଥରିଟି କୌଣସି ପଲିଟିକାଲ ଲିଡର ନୁହନ୍ତି, ଆପଣଙ୍କର ଅଥରିଟି ଯେଉଁମାନେ ହାୟର ଅଛନ୍ତି ତାଙ୍କର ପ୍ରାୟର ପରମିଶନ ନ ନେଇ ଆପଣ ଏ ଯେଉଁ ଇଲିଗାଲ କାମ କରିଛନ୍ତି ଆପଣ ପିକ୍ ଆଣ୍ଡ ଚୁଜ୍ ମେଥଡ଼ 1970 ଜଣ ନର୍ସିଂ ଅଫିସର କାମ କରୁଛନ୍ତି ସିଏ ହିସାବ ତାଙ୍କ ଭିତରୁ 29 ଜଣଙ୍କୁ ପିକ୍ ଆଣ୍ଡ ଚୁଜ୍ ମେଥଡ଼ରେ ଅଣାଯାଇଛି। ଆଉ ଗୋଟେ ଦୁଃଖର ବିଷୟ ହେଲା ଯେ ଗଭର୍ଣ୍ଣମେଣ୍ଟର ଜିଏ ଡିପାର୍ଟମେଣ୍ଟ ଜେନେରାଲ ଆଡମିନିଷ୍ଟ୍ରେସନ ଡିପାର୍ଟମେଣ୍ଟ ସେ ଗୋଟେ ଗାଇଡଲାଇନ୍ ବାହାର କରିଛି ତାକୁ ଆମର ହେଲ୍ଥ ଡିପାର୍ଟମେଣ୍ଟ ଆଡପ୍ଟ କରିଛି। ପ୍ଲେସ୍ ଅଫ୍ ପୋଷ୍ଟିଂ କେମିତି ଫିକ୍ସେସନ୍ ହେବ, କାଉନସିଲିଂ ପ୍ରୋସେସ୍ କେମିତି ହେବ, ଯେଉଁମାନେ ମେରିଟିୟସ୍ ପିଲା ଯେଉଁମାନେ ସବୁ 2023ରେ ପୋଷ୍ଟିଂ ପାଇଥିଲେ ମେରିଟିୟସ୍ ପିଲା ତାଙ୍କର ପ୍ଲେସ୍ ଅଫ୍ ପୋଷ୍ଟିଂ କାଉନସିଲିଂ ମେଥଡ଼ରେ ଅପସନ୍ ଏକ୍ସରସାଇଜ୍ କରୁଛନ୍ତି।